समय बसु से समय अंततः ये जो भक्ति और आवेग को साइड रखिए तेरे मत गोटे कागज दिहला से कहुई ये समस्त मंगल ये प्रार्थना है स्त्री जदि स्वामी मंगल देवता पाखे जिते प्रार्थना कले स्वामी जदि निजे मंगल कर्म करूना मंगल हम ना पिता माता पिता उद्देश्य जिते देवता पाखे पूजा प्रार्थना कले तार मंगल चाहिए पिला निजे जदि मंगल कर्म करूनी तार मंगल हम ना अस्थिर मस्तिष्क वृथा आडंबरयुक्त चिंता ये सब अशिक्षार लक्षण तेणु कर्म मंगल हम किपर गोटे उदाहरण दूसरी आश्रम गोटे छोट पिला 10-12 वर्षर पिला सका उठला मुँह हाथ ठीक धोची कि ना ता माँ को मांगला पैसा पुराना काल सब पुराना पैसा से सब था पैसा मागिकी आसला कौन कि खाइब गोटे दुकान अच्छे आग काल जो मैंने बस लोक जानते सब छोट छोट बिस्कुट मिले विभिन्न हाथी घोड़ा सब खाई साइज विभिन्न छोट छोट बिस्कुट मिले जब पैसा देती सी एत बिस्कुट देला एत बिस्कुट खाइबा को आरंभ करने को जाऊँगी देखला दूर में ठाकुर बस मनर गोटे आवेग आसला जे मु मोर प्रभु बस कि दूर नदेक खाईदेवी छोट पिला तार मन में जब आसला मोर प्रभु को नदेक खाईदेवी कि एत वर्ष दीक्षा ना सका दृष्टि नक कुछ काम करदेवी आम कहीं पार्न गला ठाकुर पाख ठाकुर आपन जानी निजर खाइबार समस्त प्रकार अभिलाष को दमन कर ठाकुर आपन जानी एत खुशी ठाकुर बहुत खुशी कौन कले जहाँ बड़ बाबू पाखे देख आस पिला गला जाकि बड़ बाबू पाखे ठाकुर कहते बड़ बा रख बाध्य बड़ बा रखीदे उपरओली समय ठाकुर कौन कहते ना टे बड़ माँ घर पाखापाखि जाकि एपट सेपट हो साहस करना मार्ग कहीं जानी बड़ माँ देते सका सब अधुआ हाथ अधुआ मुह कौन नांगा लगे कौन ना कि हाथ में गोटे आनिक दे पकेला से प्रभु ताको ग्रहण करदे आईटा पुणी एपट सेटा कह बड़ बो दुथर 3 थर कहला कहते एकटा जो झेलटा बिस्कुट देव एकटा आनागे एमती खाली कह बड़ माँ जाने कहले भक्त मनवांछा कल्पत तेणु सी तो देवा मुंडे नथिले ठाकुर जानी बड़ माँ केते ख्याल करती जो जिनिसटा ठाकुर दिहब से परिष्कार परिच्छन्न केते माने मूल्यवान हो किंतु से बुझती जे भक्ति जोटा देती तार मूल्य अंतर मूल्यटा बहुत अधिक कौन गोटे पैसार मात्र कथा हाथ में बिस्कुटे बढ़े देते ठाकुर महाकृष्ण कौन आम धरिकी आसते कौन धरिकी जीवा किसी धरिकी आसने किसी धरिकी जीवा जहाँ आनी सुन जिला गला मत सुन केवल एति ये जीवन भितर मुझे पाइली दया करुणा को अनुभव करी
ତାଙ୍କର ପ୍ରେମ ପାଇଲେ। ଏତେ ପ୍ରେମ ତ ମୁଁ କେଉଁଠୁ ପାଇନଥିଲି। ମୋର ହଜାର ବଦଗୁଣ ଥାଇକରି ମଧ୍ୟ, ପଦାଭ୍ୟାସ ଥାଇକରି ମଧ୍ୟ ଯେ ପ୍ରଭୁ ମୋତେ ପାଖରେ ଟାଣିକି ରଖିବାକୁ ଚେଷ୍ଟା କରୁଛନ୍ତି, ଛାଡ଼ିଦେବାକୁ ଚାହୁଁନାହାନ୍ତି। ଠାକୁର ତାହାକୁ ଛାଡ଼ି ଦେଇନାହାନ୍ତି। ସଦାବେଳେ ଠାକୁର ଏ ମଣିଷମାନଙ୍କ ପାଇଁ ବ୍ୟସ୍ତ। କିଏ ଚୋର, କିଏ ଡକାୟତି, କିଏ ତାଙ୍କର ଦୁର୍ନାମ କରୁଛି, କିଏ ତାଙ୍କର ସମାଲୋଚନା କରୁଛି, କିଏ ପଦାରେ ନାନା କଥା କହୁଛି। ଠାକୁର କହିଲେ ସିଏ ମୋ ପାଇଁ ଯେତିକି, ଆଉ ତମେ ଯେ ଏଠି ସବୁ ବସିଛ, ଦିନ ତମାମ ବସିଛ, ହାତ ଯୋଡ଼ିକିରି ଘଣ୍ଟା ଘଣ୍ଟା ବସିଛ, ତମେ ମଧ୍ୟ ମୋ ପାଇଁ ସେତିକି। ଦିନେ ଜଣେ ଭକ୍ତ ଆସି ସନ୍ଧ୍ୟା ସମୟରେ ଠାକୁର କହିଲେ, ଠାକୁର ଆଉ ସେ ଲୋକଟା ଆଜି ପାଇଲା ପାନି, ତାର ଖୁସିରେ କହୁଥିଲେ, ସେ ଲୋକଟା ଆଜି ପାନି ପାଇଲା, କୁଆଡ଼େ ଯିବ? ଅମଙ୍ଗଳ କର୍ମ କଲେ ଆଉ ବିଧାତା ଅଛି ନା, ସେ ତ ପୁଣି ତାର ରାସ୍ତା ଦେଖେଇବ। କ'ଣ ହେଲା କହ, କ'ଣ ହେଲା କହ? ନା ଅମୁକ ଲୋକଟା ଆପଣଙ୍କ ନାଁରେ ଯେଉଁ ଏତେ ଦୁଷ୍ପ୍ରଚାର କରୁଥିଲା, ଏତେ ସମାଲୋଚନା କରୁଥିଲା, ଚାରିଆଡ଼େ ବୁଲିକି ଆପଣଙ୍କ ବିରୁଦ୍ଧରେ କହୁଥିଲା, ଆଜି ତାର ବ୍ୟାଙ୍କ ବାଲା ଆସିକି ନୋଟିସ୍ ଲଗାଇ ଦେଇ ପଡ଼ିଲେ ତା ଘରଟା କାଲି ସକାଳ ନିଲାମ ହେଇଯିବ। ଆପଣଙ୍କୁ କେତେ ମାନେ ହାଇଲି ସିମ୍ପାଥେଟିକ୍ ପର୍ସନ୍ ଇନ୍ ଦ ୱାର୍ଲଡ, କେତେ କୋମଳ ତାଙ୍କ ହୃଦୟ। ବାପା ମାଆଙ୍କର ହୃଦୟଟା ଯେମିତି ପିଲା ପାଇଁ କୋମଳ, ଯେତେ ଭୁଲ କଲେ ମଧ୍ୟ ତା ପିଲାଟା ଭଲ। ପର ପିତା ମଧ୍ୟ ସେମିତି, ଯେ ଆମ୍ଭରେ ମଣିଷ ଯେତେ ଭୁଲ କଲେ ମଧ୍ୟ ତାଙ୍କ ପାଇଁ ଆମେ ଭଲ, ଆମ ପାଇଁ ସେ ଭଲ, ଆମେ ତାଙ୍କ ପାଇଁ ରଖିନୁ। ଆମ ଘରେ ତାଙ୍କୁ ସେଭଳିଆ ଭାବରେ ରଖିନୁ, ଆମେ ତାଙ୍କୁ ସେଭଳିଆ ଭାବେ ହୃଦୟରେ ରଖିନୁ, ଆମେ ସେଭଳିଆ ତାଙ୍କୁ ଦେଇନୁ। ତଥାପି ମଧ୍ୟ ସେ ଆମକୁ ତାଙ୍କର ଭାଉ ଛାୟା ତଳେ ଆମକୁ ଆଶ୍ରୟ ଦେଇଛନ୍ତି, ନିର୍ଭର ଆଶ୍ରୟ ଦେଇଛନ୍ତି। ତେବେ କ'ଣ ହେଲା କହ? ନା ଆଜ୍ଞା ସେ ଲୋକଟା ଯେଉଁ ଆପଣଙ୍କର ଦୁଷ୍ପ୍ରଚାର କରୁଥିଲା, ତାର ତ ବ୍ୟାଙ୍କ ନୋଟିସ୍ ଲାଗିଗଲା, କାଲି ସକାଳୁ କୁଆଡ଼େ ଯିବ ଦେଖିବା। ଏଇ କଥା ଭକ୍ତ କ'ଣ ଜାଣେ? ଭକ୍ତ ଜାଣେ ଯେ ଭଗବାନଙ୍କ ବିରୁଦ୍ଧରେ ସେ ସହ୍ୟ କରିପାରେ, ସବୁକିଛି ସହ୍ୟ କରିପାରେ, ତା ପ୍ରଭୁଙ୍କ ବିରୁଦ୍ଧରେ କୌଣସି କଥା କିଏ କହିଲେ ସହ୍ୟ କରିପାରେ। କିଏ ବି କରିବା କଥା ନୁହଁ। ତଥାପି ଆମେ ତ ବାପା ମାନଙ୍କୁ ସାଜିକିରି ମିଶ୍ର ହେଇକିରି କାହାର ବିରୋଧ କରିକିରି କାହା ସାଙ୍ଗେ ଗଣ୍ଡଗୋଳ କରିବାନି। ଏଭଳି ଭାବରେ ଠାକୁର ଆମମାନଙ୍କୁ ସଜାଡ଼ି ହେବାକୁ କହିଛନ୍ତି। ଆମର କଥାବାର୍ତ୍ତା, ଚାଲିଚଳଣି, ଆଚାର ବ୍ୟବହାର ଭିତରେ ଆମର ହୃଦୟର ପ୍ରେମ ଭିତରଟି ସେ ଲୋକଟିକୁ କେମିତି ଆମେ ଆୟତ୍ତର ବାହାର କରିବା। ତେଣୁ ଠାକୁର କହିଲେ ବ୍ୟସ୍ତ ହେଇଗଲେ, ଏତେ ବ୍ୟସ୍ତ ହେଇଗଲେ ଯେ ଭକ୍ତ ପଛରେ ଠାକୁର ଆପଣ କାହିଁ ବ୍ୟସ୍ତ ହେଉଛନ୍ତି? ତାର ତ ଯାହା ହବ ହବ, ଆପଣ କାହିଁ ଏତେ ବ୍ୟସ୍ତ ହେଉଛନ୍ତି? ଠାକୁର ପୁରା ବ୍ୟସ୍ତ କହିଲେ, ମୁଁ ସକାଳୁ ରାତି ପାଇଲେ ମୋର ଛୁଆ ପିଲା ଧରି କୁଆଡ଼େ ଯିବି, କେଉଁ ଗଛ ମୂଳକୁ ଯିବି? ଆଶ୍ଚର୍ଯ୍ୟ ଯା ବନ୍ଦୋବସ୍ତ କରି ସଙ୍ଗେ ସଙ୍ଗେ ଅର୍ଘ ସଂଗ୍ରହରେ ଲାଗିଗଲେ। ଭାଇମାନେ ଅର୍ଘ ସଂଗ୍ରହରେ ଲାଗିଗଲେ ଭିକ୍ଷା କରିକିରି। ତା ପରଦିନ ସକାଳୁ ବ୍ୟାଙ୍କ ବାଲା ଯେମିତି ଆସିଲେ, କିଛି ପାର୍ସିଆଲ ପେମେଣ୍ଟ କରିକିରି ଅନ୍ତତଃ ଘରଟା ରକ୍ଷା ପାଇଗଲା। ତାକୁ ଆଉ ଘର ଛାଡ଼ି ଯିବାକୁ ପଡ଼ିଲାନି। ତା ବାଦେ ଠାକୁର ତା ପାଇଁ ପାଇଖାନା କରିଦେଲେ, ତାର ଛଣ ଛପର ଗୁଡ଼ା ସବୁ ଭାଙ୍ଗି ଯାଇଥିଲା, ତାକୁ କରିଦେଲେ, ସବୁ କରିଦେଲେ। ଭକ୍ତ ପଚାରୁଛନ୍ତି ଠାକୁର ଲୋକଟା ଏତେ ସବୁ କଲା ପରେ ମଧ୍ୟ ଆପଣ କାହିଁକି ତା ପ୍ରତି ଦୟା କରୁଛନ୍ତି? ଆପଣ କାହିଁକି ତାକୁ ଦୟା କରୁଛନ୍ତି? ଆମେ କେହି ଦୟା କରୁଛୁ, କାହିଁକି ତାକୁ ଦୟା କରୁ? ଠାକୁର ଚାହାନ୍ତି ଆମେ ମଧ୍ୟ ସେଇଭଳି ଭାବରେ ହେଇ ଉଠୁ। କର୍ମୀର ଯେଉଁ କର୍ମୀ ସାଧନ ଶବ୍ଦ ଯଦି ଦେଖିଲି କତ ଇତର ଆମର ଚରିତ୍ର ସ୍ୱଭାବ, ମୋର ସ୍ୱଭାବର ପରିବର୍ତ୍ତନ ହେଲା ନାହିଁ। ମୁଁ କାହାର ମଙ୍ଗଳ ଚାହିଁବି ନାହିଁ, କାହାର ଭଲରେ ମୁଁ ବାସ କଲି ନାହିଁ, ଭଲବାସ ମାନେ ଭଲରେ ବାସ କଲି। ଠାକୁର କହୁଛନ୍ତି ମୁଁ କାହିଁକି ତାକୁ ସାହାଯ୍ୟ କଲି? ନା ମୁଁ ନିଜେ ଅନୁଭବ କଲି ଯେ ରାତି ପାଇଲେ କେଉଁ ଗଛ ମୂଳକୁ ମୋର ଛୁଆ ପିଲାଙ୍କୁ ଧରିକି ଯିବି। ତା କଥା ମୁଁ ଭାବିନି, ମୋ କଥା ମୁଁ ଭାବିନି।
ତେଣୁ ମୋତେ ନିଜେ ବଞ୍ଚିବା ପାଇଁ ଯାହା କରିବା କଥା ମୁଁ ତାହା କରିଛି। ଆମେ କେଉଁଭଳି ଭାବରେ ଠାକୁରଙ୍କୁ ଆଜି ଆମେ ପରିବେଷଣ କରିପାରିବା ଏ ଜନସମୁଦ୍ରରେ? ବୁଝିଲା ଭଳି ଶକ୍ତି ଆମର ନାହିଁ, ଆମର ସେ ସାଧନା ନାହିଁ, ତପସ୍ୟା ନାହିଁ, ଆମର ସେ ଭକ୍ତର ହୃଦୟ ନାହିଁ। ତଥାପି ପରମପିତା ଦୟା କରିକି ଆମମାନଙ୍କୁ ଯେଉଁ ଜାଗା ଟିକେ ଦେଇଛନ୍ତି, ଏହି ସତ୍ସଙ୍ଗରେ ଆସି ବସିଛୁ, ସତ୍ସଙ୍ଗର ପରିଚୟ ଦେଉଛୁ, ଠାକୁର ନିମନ୍ତେ ଯଜନଜାତ ଦୃଷ୍ଟି କରୁଛୁ ଏବଂ ଆମର ପରିବାର ପରିଜନ ପରିବେଶ ନେଇକି ଆମେ ଚାଲିଛୁ। କିନ୍ତୁ ଯାହା କିଛି କରିବା ଇହଲୋକେ କରିବୁ ଯାହା ତ ଉନ୍ନତି ବା ଅବନ୍ନତି, ଏଇଟା ହିଁ ତୋର କରିବରେ ସ୍ଥିର ପରଲୋକରେ ତୋର ଗତି। ଆମମାନଙ୍କର ଗୋଟେ ଧାରଣା ଯେ ଆମେ କେଉଁ ଦେବତାଙ୍କୁ ପୂଜା କରୁ ଏବଂ ଏ ପୂଜା କରିକି ଆମେ ଭାବୁ ମୁଁ ଯଦି ବହୁତ ଦାନ କଲି, ବହୁତ ତୀର୍ଥ କଲି, ବହୁତ ଧର ଅନ୍ନ ଯଜ୍ଞ, ବସ୍ତ୍ର ଯଜ୍ଞ, এই নানা প্রকার যজ্ঞ কলি, হোম কলি, ଏସବୁ କଲେ ମୋର ଗୁଡ଼ାଏ ପୁଣ୍ୟ ହେଲା, ଧର୍ମ ହେଲା। ତେଣୁ ଆସନ୍ତା ଜନ୍ମଟା ମୋର ସୁରକ୍ଷିତ ରହିବ, କାରଣ ଦେବତାଙ୍କୁ ମୁଁ ସନ୍ତୁଷ୍ଟ କରିଛି। ଏଭଳି ଭାବନା ନେଇକରି ଆମମାନେ ଚାଲୁ। ଠାକୁର କିନ୍ତୁ କହୁଛନ୍ତି ଏ ଯୁଗର ଯୁଗ ପୁରୁଷୋତ୍ତମ। ଆମମାନଙ୍କର ମନର ଆବିଳତା, ଯେଉଁ ଆମର ମନର ଯେଉଁ ଝାପ୍ସା ଅନ୍ଧକାର ଭାବ ରହିଛି, ଆମେ ମନକୁ ମନ ଧର୍ମ କ'ଣ ବୁଝି ଦେଉଛୁ, ମନକୁ ମନ କ'ଣ ଭାବିକି କରିଦେଉଛୁ। ମଙ୍ଗଳବିହୀନ କର୍ମ କେବେ ଧର୍ମର ପରିଚୟ ନୁହଁ। ତେଣୁ ସେ କହନ୍ତି ଇହଲୋକେ କରିବୁ ଯାହା ତୁ ଉନ୍ନତି ବା ଅବନ୍ନତି। এই ଜନ୍ମରେ ତୁ ଯେତିକି କରିଯିବୁ ସେତିକି ଧରିକି ଯିବୁ, ପୁଣି ସେତିକି ଧରିକି ଆସିବୁ। ଏଗୁଡ଼ିକ ନୁହେଁ ତୋର ଅନ୍ତର ଦେଇକରି, ତୋର ସାଧନା ଦେଇକରି, ତୋର ଶରୀର ଦେଇକରି, ତୋର ମନ ଦେଇକରି ତୁ ଯାହା କିଛି ତୋ ଭିତରେ ପରିବର୍ତ୍ତନ ଆସିଥିବ, ତୁ ଯାହା କିଛି କରିଥିବୁ, ଏ କରିବା କର୍ମଟା ହିଁ ତୋର ଫଳସ୍ୱରୂପ ପୁନର୍ବାର ତୋତେ ଲଉଟେଇ ଆଣିଦେବ। କିନ୍ତୁ କର୍ମ ନ କରିକି, ମଙ୍ଗଳ କର୍ମ ନ କରିକି, ମଙ୍ଗଳ ଚାହିଁଲେ ମଧ୍ୟ ମଙ୍ଗଳ କର୍ମ ମୋତେ ନ କରେ, ତାହେଲେ କିନ୍ତୁ ମୋର ମଙ୍ଗଳ ହେବ ନାହିଁ। ମଙ୍ଗଳ କର୍ମ କରିବ କେମିତି? ମଙ୍ଗଳ କର୍ମ କରିବ କେମିତି?